ଆଜି ଆମେ ପଢିବା ପିଲେ ଅନୁଶୀଳନୀ 5 ର କନସେପ୍ଟ ଏବଂ ଏଇ କନସେପ୍ଟରେ ଆମେ ପାଉଛୁ ସାମାନ୍ତରିକ କ୍ଷେତ୍ରର କ୍ଷେତ୍ରଫଳ। କଣ ପିଲାମାନେ ସାମାନ୍ତରିକ କ୍ଷେତ୍ରର କ୍ଷେତ୍ରଫଳ। ତ ଏଇ ଯୋଉ ସାମାନ୍ତରିକ କ୍ଷେତ୍ର ଯୋଉ ପାଉଛୁ ପିଲାମାନେ ପ୍ରଥମେ ଏହାକୁ ବୁଝିବା ଯେ ସାମାନ୍ତରିକ କ୍ଷେତ୍ର କଣ, ଏହା କିପରି ଚିତ୍ର, ଆମେ କିପରି ଏହାକୁ ଚିହ୍ନିବା, ଏ ଭିତରେ ସବୁ କଣ ରହିଛି, ତାର ସବୁ ଗୁଣଧର୍ମ ଜାଣି ସାରିଲା ପରେ ଆମେ ତାର କ୍ଷେତ୍ରଫଳ କଥା ଚିନ୍ତା କରିବା। ତ ପ୍ରଥମେ ଦେଖିବା କି ସାମାନ୍ତରିକ କ୍ଷେତ୍ର କଣ। ତ ସାମାନ୍ତରିକ କ୍ଷେତ୍ର ପିଲେ କଣ ପିଲେ ଏଠି ଆମେ ଗୋଟେ ଲାଇନ ପଢି ପାରୁଛୁ କି ଯେଉଁ ଚତୁର୍ଭୁଜର ବିପରୀତ ବାହୁ ଯୋଡା ଗୁଡିକ ସମାନ୍ତର ତାହା ଏକ ସାମାନ୍ତରିକ ଚିତ୍ର। ତ ସାମାନ୍ତରିକ କ୍ଷେତ୍ର ବା ସାମାନ୍ତରିକ ଯୋଉ ଚିତ୍ର ଆମେ ପାଉଛୁ ସେଇଟା ଗୋଟେ ଚତୁର୍ଭୁଜ ପିଲେ, ତାର ଚାରୋଟି ବାହୁ ଥିବ ଏବଂ ବିପରୀତ ବାହୁ ଯୋଡା ଏହାର ଏଇ ବାହୁର ବିପରୀତ ବାହୁ ହଉଛି ଏଇଟା ଏବଂ ଏଇ ବାହୁର ବିପରୀତ ବାହୁ ହଉଛି ଏଇଟା। ତ ଆମେ ଦୁଇ ଯୋଡା ବିପରୀତ ବାହୁ ପାଉଛୁ ଏବଂ ଏହି ଦୁଇ ଯୋଡା ଯୋଉ ବିପରୀତ ବାହୁ ପାଉଛୁ ତାହା ସମାନ୍ତର ବୋଲି କୁହାଯାଇଛି। ସମାନ୍ତର ବୋଲି କଣ ପିଲେ? ସମାନ୍ତର ଅର୍ଥ ଥିଲା ଆମେ କେତେବେଳେ ଦୁଇଟି ବାହୁକୁ ସମାନ୍ତର ବୋଲି କହିବା ଯେତେବେଳେ ଏମାନଙ୍କର ଭିତରେ ବ୍ୟବଧାନ ସମାନ ବା ଯୋଉ ଦୂରତା ଅଛି ଏଇ ଦୁଇଟି ବାହୁ ମଧ୍ୟରେ ସବୁ ଜାଗାରେ ସମାନ। ସେମାନେ ଯେତେ ଦୂର ବି ଲମ୍ବିବେ, ଯେତେ ଦୂର ଆଗକୁ ଯିବେ, ସବୁ ଜାଗାରେ ଏମାନଙ୍କର ଦୂରତା ସମାନ। ତେଣୁକରି ଏମାନେ ଯେତେ ଆଗକୁ ଗଲେ ମଧ୍ୟ କେଉଁଠାରେ ବି ସେମାନେ ଛେଦ କରିବେ ନାହିଁ। ବୁଝିହେଲା? ତେଣୁକରି ଏଇ ଦୁଇଟି ବାହୁକୁ ଆମେ କଣ କହିବା? ଆମେ ସମାନ୍ତର ବାହୁ ବୋଲି କହିବା। ଆମେ କଣ କହିବା? ସମାନ୍ତର ବାହୁ ବୋଲି କହିବା। ତ ଏଠି ଯୋଉ ଦୁଇ ଯୋଡା ବିପରୀତ ବାହୁ ଅଛି, ଏଇ ବାହୁ ସାଙ୍ଗରେ ଏଇ ବାହୁ ସମାନ୍ତର ଏବଂ ଏହି ବାହୁ ସାଙ୍ଗେ ଏ ବାହୁ ସମାନ୍ତର। ଏମାନଙ୍କୁ ଆମେ ଯେତେ ଆଗକୁ ବର୍ଦ୍ଧିତ କଲେ ମଧ୍ୟ ସେମାନେ କେଉଁଠାରେ ବି ଛେଦ କରିବେ ନାହିଁ। ଏମାନଙ୍କର ବ୍ୟବଧାନ ସବୁବେଳେ ସମାନ। ତେଣୁକରି ଏଇ ଦୁଇଟି ବାହୁକୁ ଆମେ କଣ କହିବା? ଆମେ ସମାନ୍ତର ବୋଲି କହିବା। ଆଉ ଯଦି ଯେଉଁ ଚତୁର୍ଭୁଜରେ ଦୁଇ ଯୋଡା ବିପରୀତ ବାହୁ ସମାନ୍ତର ହେଇଗଲେ ଆମେ ତାକୁ ସାମାନ୍ତରିକ ଚିତ୍ର ବୋଲି କହିବା। ସାମାନ୍ତରିକ ଚିତ୍ର ବୋଲି ଆମେ କହିବା ବା ସାମାନ୍ତରିକ କ୍ଷେତ୍ର ବୋଲି କହିବା। କ୍ଷେତ୍ର କାହାକୁ କହିବା? ଏଇ ଚାରି ବାହୁ ଏବଂ ଭିତରେ ଯୋଉ ଆମେ ଜାଗା ପାଉଛୁ ତାର ଅନ୍ତସ୍ଥ ଯାହା ବି ଜାଗା ଅଛି ସେଇ ଜାଗାକୁ ନେଇ ସାମାନ୍ତରିକ କ୍ଷେତ୍ର ଗଠିତ ଏବଂ ସେଇ କ୍ଷେତ୍ରର ଆମେ କ୍ଷେତ୍ରଫଳ ଆମେ ମାପିବା ପାଇଁ ଯାଉଛୁ। ତ ପ୍ରଥମେ ବୁଝିବା ସାମାନ୍ତରିକ କ୍ଷେତ୍ରରେ କଣ ସବୁ ରହିଛି ସେଇଟା ଆମେ ଦେଖିବା। ତ ଆମେ ଯେକୌଣସି ସାମାନ୍ତରିକ କ୍ଷେତ୍ରରେ ସେଟା ଯେପରି ସାମାନ୍ତରିକ କ୍ଷେତ୍ର ହେଇଥାଉ ବିପରୀତ ବାହୁ ଗୁଡିକ ଦୈର୍ଘ୍ୟ ସମାନ। ବିପରୀତ ବାହୁ ଗୁଡିକର ଦୈର୍ଘ୍ୟ ସମାନ। ବହୁତ ଇମ୍ପୋର୍ଟାଣ୍ଟ ପଏଣ୍ଟ ପିଲେ ଏସବୁ ବିଟ୍ ଯାହା ବି ଅଛି, ଫାର୍ଷ୍ଟ ବିଟ୍ ସେକେଣ୍ଡ ବିଟ୍ ଯେତେ ବି ବିଟ୍ ଆମେ ପାଇବା, ଯେତେ ବି ପଏଣ୍ଟ ଆମେ ପାଇବା, ସେଇ ପଏଣ୍ଟ ଗୁଡିକୁ ଠିକ ଭାବରେ ମନେ ରଖିବ ଏବଂ ଠିକ ଭାବରେ ବୁଝିବା ପାଇଁ ଚେଷ୍ଟା କରିବ। ଏଇଟା ହଉଛି ଗୋଟେ ସାମାନ୍ତରିକ କ୍ଷେତ୍ରକୁ ବୁଝିବା ପାଇଁ ବହୁତ ଇମ୍ପୋର୍ଟାଣ୍ଟ ଜିନିଷ ଗୁଡାକ। ତ କଣ କହୁଛି ପଏଣ୍ଟ ୱାନ୍, କଣ କହୁଛି କି ବିପରୀତ ବାହୁ ଗୁଡିକର ଦୈର୍ଘ୍ୟ ସମାନ। କୌଣସି ବି ସାମାନ୍ତରିକ କ୍ଷେତ୍ରରେ ବା ସାମାନ୍ତରିକ ଚିତ୍ରରେ ଯୋଉ ଚାରୋଟି ବାହୁ ଥାଏ ସେଇ ଚାରୋଟି ବାହୁ ମଧ୍ୟରୁ ବିପରୀତ ବାହୁ ମାନେ ଏଇ ବାହୁ ସାଙ୍ଗରେ ଏଇ ବାହୁ ସମାନ, ଏଇ ବାହୁ ସାଙ୍ଗରେ ଏ ବାହୁ ସମାନ। ବିପରୀତ ବାହୁ ମାନେ ସର୍ବଦା ସମାନ ହୁଅନ୍ତି। ବୁଝିହେଲା? ଆଉ କଣ କଥା କୁହାଯାଇଛି? ବିପରୀତ କୋଣ ମାନଙ୍କର ପରିମାଣ ସମାନ। ବିପରୀତ କୋଣ ମାନେ ବି ସମାନ ହେଇଯାଉଛନ୍ତି ଯେକୌଣସି ସାମନ୍ତରିକ କ୍ଷେତ୍ରରେ। ଏହାର ବିପରୀତ କୋଣ କଣ? ଏଇଟା। ଏଇ କୋଣ ସାଙ୍ଗରେ ଏଇ କୋଣ ସମାନ। ଏଇଟା ଯଦି 50 ଡିଗ୍ରୀ ହଉଛି ଏଇଟା ବି 50 ଡିଗ୍ରୀ ହେବ। ବୁଝିହେଲା? ଏହାର ବିପରୀତ କୋଣ କଣ? ଏଇ କୋଣର ବିପରୀତ କୋଣ ହଉଛି ଏଇଟା। ବୁଝିହେଲା? ତ କୌଣସି ବି ସାମାନ୍ତରିକ କ୍ଷେତ୍ରରେ ବିପରୀତ କୋଣ ମାନେ ଏବଂ ବିପରୀତ ବାହୁ ମାନେ ସମାନ। ଏଇ ଦୁଇଟି ପଏଣ୍ଟରୁ ଆମେ ଜାଣିଗଲୁ। ପୁଣି କଣ ପଏଣ୍ଟ ଅଛି ପିଲେ? କର୍ଣ୍ଣଦ୍ୱୟ ପରସ୍ପରକୁ ସମଦ୍ୱି ଖଣ୍ଡ କରନ୍ତି। କର୍ଣ୍ଣଦ୍ୱୟ, ଏହାର କର୍ଣ୍ଣ ମୁଁ ଡ୍ର କରିଦଉଛି। ଏଇଟା ଗୋଟେ କର୍ଣ୍ଣ ଏବଂ ଏଇଟା ଗୋଟେ କର୍ଣ୍ଣ, ଏଇଟା ଗୋଟେ କର୍ଣ୍ଣ ଏବଂ ଏଇ କର୍ଣ୍ଣଦ୍ୱୟ ପରସ୍ପରକୁ ସମଦ୍ୱି ଖଣ୍ଡ କରନ୍ତି। ତାର ଅର୍ଥ ଥିଲା ସମାନ ଦୁଇ ଖଣ୍ଡ ହେଇଯାଆନ୍ତି। ତାର ଅର୍ଥ ଥିଲା ଏଠି ମୁଁ ଯଦି ନାଁ ଦେଇଦେବି ଏ ବି ସି ଆଉ ଡି ଆଉ ଏଇଟାକୁ ଯଦି ଯୋଉ ପରସ୍ପରକୁ ଛେଦ କରିଛନ୍ତି ସେଇଟାକୁ ଓ ଦେଇଦେବି, ତାହେଲେ ଏ ଓ ସାଙ୍ଗେ ସି ଓ ସମାନ ହେଇଯିବ ଏବଂ ଡି ଓ ସାଙ୍ଗେ ବି ଓ ସମାନ ହେଇଯିବ। ଦେଖୁଥିଲେ ଯେଉଁ ପଏଣ୍ଟରେ ଏମାନେ ଛେଦ କରୁଛନ୍ତି ସେଇ ପଏଣ୍ଟ କଣ କରୁଛି? ଏଇ ଦୁଇଟି କର୍ଣ୍ଣକୁ ପରସ୍ପର ଭାବରେ ସମାନ ଭାଗ କରିଦଉଛି, ସମାନ ଦୁଇ ଖଣ୍ଡ କରିଦଉଛି। ଅଲଗା ଅଲଗା ହିସାବରେ ସମାନ ଦୁଇ ଖଣ୍ଡ କରୁନି, ପୁରା ସମାନ ଦୁଇ ଖଣ୍ଡ କରିଦଉଛି। ତେଣୁକରି ଆମେ ଏଠି କଣ ବୁଝିଗଲୁ? କୌଣସି ବି ସାମାନ୍ତରିକ କ୍ଷେତ୍ରରେ କର୍ଣ୍ଣଦ୍ୱୟ ପରସ୍ପରକୁ ଯୋଉ ଛେଦ କରନ୍ତି ବା ପରସ୍ପରକୁ ଯୋଉଠି ଭାଗ କରନ୍ତି ସେମାନେ ସମାନ ଦୁଇ ଭାଗରେ ଭାଗ କରନ୍ତି। ଏଇଟା ଆମକୁ ବୁଝିବାକୁ ପଡିବ। ଏଇଟା ଥିଲା ଥାର୍ଡ ବିଟ୍ ବା ଥାର୍ଡ ପଏଣ୍ଟ, ଏମିତି କହୁଛି ବୋଲେ। ଏବଂ ତାପରେ ଯିବା ଆମେ ଫୋର୍ଥ ପଏଣ୍ଟ। ଫୋର୍ଥ ପଏଣ୍ଟରେ କଣ କହୁଛି ଦେଖ ଏଠି, ପ୍ରତ୍ୟେକ କର୍ଣ୍ଣ ଉପରେ ଏହାର ଉଭୟ ପାର୍ଶ୍ୱରେ ଥିବା କୌଣିକ ବିନ୍ଦୁ ଦ୍ୱୟରୁ ଅଙ୍କିତ ଲମ୍ବ ଦ୍ୱୟର ଦୈର୍ଘ୍ୟ ସମାନ। ଏଇ ପଏଣ୍ଟକୁ ବୁଝିବା। ପ୍ରତ୍ୟେକ କର୍ଣ୍ଣ ଉପରେ ଗୋଟେ କର୍ଣ୍ଣ ମୁଁ ଡ୍ର କରିଦଉଛି। ପ୍ରତ୍ୟେକ କର୍ଣ୍ଣ ବୋଲେ କେତୋଟି କର୍ଣ୍ଣ ପାଉଛୁ? ଆମେ ଦୁଇଟି କର୍ଣ୍ଣ ଏଠି ପାଉଛୁ। ତ ଏଇ କର୍ଣ୍ଣ ଉପରେ ଏହାର
ଉଭୟ ପାର୍ଶ୍ୱରେ ଥିବା କୌଣିକ ବିନ୍ଦୁ, ଉଭୟ ପାର୍ଶ୍ୱରେ କୋଉ କୋଉ କୌଣିକ ବିନ୍ଦୁ ଅଛି? ଏଇ ପାର୍ଶ୍ୱରେ ଯଦି ଦେଖିବା ଏଇଟା ଗୋଟେ କୌଣିକ ବିନ୍ଦୁ, ଏଇ ପାର୍ଶ୍ୱରେ ଦେଖିବା ବେଲେ ଏଇଟା କୌଣିକ ବିନ୍ଦୁ। ଏଇ କୌଣିକ ବିନ୍ଦୁରୁ ଯଦି ଆମେ କର୍ଣ୍ଣ ପ୍ରତି ଅଙ୍କିତ ଲମ୍ବ, କର୍ଣ୍ଣ ପ୍ରତି ଗୋଟେ ଲମ୍ବ ଅଙ୍କନ କରିଦେବା ପିଲେ, ଏହାର ନାଁ ମୁଁ ଦେବି ମନେକର AB ଏବଂ ଏହାର ନାଁ ମନେକର ମୁଁ ଦେଇଦଉଛି C ଆଉ D। ବୁଝିହେଲା? ତ ଏଇ ଲମ୍ବ ଦ୍ୱୟର ଦୈର୍ଘ୍ୟ ସମାନ। AB ସାଙ୍ଗରେ ସବୁବେଲେ CD ସମାନ ହେବ। ଯେକୌଣସି ଗୋଟେ ସାମନ୍ତରିକ କ୍ଷେତ୍ରର କଥା ତମେ ଚିନ୍ତା କରୁଛ, କର୍ଣ୍ଣରୁ ତାର ବିପରୀତ କୌଣିକ ବିନ୍ଦୁରୁ ଯୋଉ ଲମ୍ବ ଦ୍ୱୟ ଆମେ ଅଙ୍କନ କରିଛୁ, ସେହି ଲମ୍ବ ଦ୍ୱୟ ସର୍ବଦା ସମାନ ପିଲେ। ସବୁବେଳେ ସମାନ ହେବା ଯଦି ସେଇଟା ସାମନ୍ତରିକ କ୍ଷେତ୍ର ହେଇଥିବ। କେତେ ବଢିଆ ପଏଣ୍ଟ ପିଲେ। ଏଇଟା ଥିଲା କେତେ ନମ୍ବର ପଏଣ୍ଟ ପିଲେ? 4th ନମ୍ବର ପଏଣ୍ଟ। ଏବଂ 5th ନମ୍ବର ପଏଣ୍ଟରେ କଣ ପାଉଛୁ ଦେଖ ଏଠି। ପ୍ରତ୍ୟେକ କର୍ଣ୍ଣ ସାମନ୍ତରିକ କ୍ଷେତ୍ରକୁ, ପ୍ରତ୍ୟେକ କର୍ଣ୍ଣ ଆମେ କେତୋଟି କର୍ଣ୍ଣ ପାଉଛୁ? ଦୁଇଟି କର୍ଣ୍ଣ ପାଉଛୁ। ଏ ପ୍ରତ୍ୟେକ କର୍ଣ୍ଣ, ଏଇ କର୍ଣ୍ଣ ହେଉ କି ଆଉ ଗୋଟେ କର୍ଣ୍ଣ ବି ହଉ, ଆମେ ଯଦି ଏମିତିଆ ଆମେ କର୍ଣ୍ଣ ଯଦି ଅଙ୍କନ କରିବା, ଆଉ ଗୋଟେ କର୍ଣ୍ଣ ଏଇଟା ମନେକର, ମୁଁ ଡଟେଡ ଲାଇନରେ ଦେଖଉଛି, ଏଇଟା ଗୋଟେ ବି କର୍ଣ୍ଣ। ଏଇ କର୍ଣ୍ଣ ଗୁଡାକ କଣ କରୁଛନ୍ତି? ଦୁଇଟି ସମକ୍ଷେତ୍ରଫଳ ବିଶିଷ୍ଟ ତ୍ରିଭୁଜରେ ବିଭକ୍ତ କରେ। ବୁଝିହେଲା? ଦୁଇଟି ସମକ୍ଷେତ୍ରଫଳ ବିଶିଷ୍ଟ ତ୍ରିଭୁଜରେ ପରିଣତ କରେ ବୋଲି କୁହାହଉଛି। ତାର ଅର୍ଥ ହେଲା ଯେତେବେଳେ ଆମେ କର୍ଣ୍ଣ ଡ୍ର କରିଦଉଛୁ ପିଲେ ଗୋଟେ ସାମନ୍ତରିକ କ୍ଷେତ୍ରରେ, ସେ କର୍ଣ୍ଣ କଣ କରୁଛି ପିଲେ? କର୍ଣ୍ଣ କଣ କରୁଛି? କର୍ଣ୍ଣ ଦୁଇଟି ତ୍ରିଭୁଜରେ ଭାଗ କରିଦଉଛି। ଏଇଟା ଗୋଟେ ତ୍ରିଭୁଜ ହେଲା ଏ ବି ଆଉ ଡି, ଦେଖିପାରୁଛ? ଏଇଟା ଗୋଟେ ତ୍ରିଭୁଜ ହେଲା କି ନାଇଁ ପିଲେ? ଏ ବି ଡି। ଏବଂ ଆଉ ଗୋଟେ ତ୍ରିଭୁଜ ହେଲା ଏଇଟା। ଏମିତି ଆମେ ଦୁଇଟି ତ୍ରିଭୁଜ ପାଉଛୁ ଏବଂ ଏଇ ଯୋଉ ଦୁଇଟି ତ୍ରିଭୁଜ ପାଉଛୁ, ଏଇଟା ସମକ୍ଷେତ୍ରଫଳ ବିଶିଷ୍ଟ। ସମକ୍ଷେତ୍ରଫଳ, ତାର ଅର୍ଥାତ୍ ପିଲାମାନେ এই ଦୁଇଟି ତ୍ରିଭୁଜର କ୍ଷେତ୍ରଫଳ ସମାନ। ABD ର କ୍ଷେତ୍ରଫଳ ଯାହା ହେବ, BCD ର କ୍ଷେତ୍ରଫଳ ବି ତାହା ହେବ। ଯଦି ଗୋଟେର କ୍ଷେତ୍ରଫଳ ଜାଣିଛ, ଇଣ୍ଟୁ 2 କରିଦେଲେ ପୁରା ସାମନ୍ତରିକ ଚିତ୍ରର ବା ସାମନ୍ତରିକ କ୍ଷେତ୍ରର କ୍ଷେତ୍ରଫଳ ବାହାରିଯିବ। ବୁଝିହେଲା? ତ ଏଠି ଆମେ କଣ ଜାଣିଲୁ ଯେ ଯେକୌଣସି ଗୋଟେ କର୍ଣ୍ଣ ସାମାନ୍ତରିକ କ୍ଷେତ୍ରକୁ ସମାନ ଦୁଇ ଭାଗରେ ଭାଗ କରିଦିଏ। ବୁଝିହେଲା? ସମାନ ଦୁଇ ଭାଗରେ, ଏହାର କ୍ଷେତ୍ରଫଳ ଯାହା ହେବ ଏହାର କ୍ଷେତ୍ରଫଳ ବି ସେଇଆ ହେବ। এটা 5th ପଏଣ୍ଟ ଏଇଆ କହୁଛି ପିଲେ। ତ ଏଇ ଜିନିଷ ଆମକୁ ଜାଣିବାକୁ ପଡିବ ପିଲେ। ତାପରେ ଦେଖ ପିଲେ ଆଉ କଣ ପଏଣ୍ଟ ସବୁ ଅଛି? ଆଉ ପଏଣ୍ଟ ଅଛି ପିଲେ, ଦୁଇଟି କର୍ଣ୍ଣ ଦ୍ୱାରା କ୍ଷେତ୍ରଟି ଚାରିଗୋଟି ସମକ୍ଷେତ୍ରଫଳ ବିଶିଷ୍ଟ ତ୍ରିଭୁଜରେ ବିଭକ୍ତ ହୁଏ। ରାଇଟ? ଆମେ ଯଦି ଦୁଇଟି କର୍ଣ୍ଣ ଅଙ୍କନ କରିବା, ଦୁଇଟି କର୍ଣ୍ଣ ଯେତେବେଳେ ଅଙ୍କନ କରିବା, ଦୁଇଟି କର୍ଣ୍ଣ ଏଇଟା ମନେକର ଦୁଇଟା କର୍ଣ୍ଣ ପିଲେ, ଆଉ ନାଁ ମୁଁ ଦେଇଦଉଛି ଏ ବି ସି ଡି, ଆଉ ଯୋଉ ପଏଣ୍ଟରେ ଏମାନେ ଛେଦ କରୁଛନ୍ତି ସେଇ ପଏଣ୍ଟକୁ ମୁଁ ଦେଇଦଉଛି ଓ ବୋଲି। ତ ଏବେ କଣ ହେଲା ପିଲେ ତମେ ଦେଖ, ଏଇଟା ଗୋଟେ ତ୍ରିଭୁଜ ହେଲା 1 ନମ୍ବର ତ୍ରିଭୁଜ, ଏଇଟା ଗୋଟେ ତ୍ରିଭୁଜ ହେଲା 2 ନମ୍ବର ତ୍ରିଭୁଜ, ଏଇଟା ଗୋଟେ ତ୍ରିଭୁଜ, ଏଇଟା ଗୋଟେ ବି ତ୍ରିଭୁଜ। ଏମିତି ଆମେ ଚାରୋଟି ତ୍ରିଭୁଜ ପାଉଛୁ। ତ ଏଇ ଯୋଉ ଚାରୋଟି ତ୍ରିଭୁଜ ସମାନ କି ଅଲଗା ଅଲଗା ପିଲେ? 5th ବା 6th ନମ୍ବର ପଏଣ୍ଟ କହୁଛି ସମକ୍ଷେତ୍ରଫଳ ବିଶିଷ୍ଟ ବୋଲି କହୁଛି ପିଲେ। କଣ କହୁଛି? ସମକ୍ଷେତ୍ରଫଳ ବିଶିଷ୍ଟ ତ୍ରିଭୁଜରେ ପରିଣତ ହୁଏ। ତାର ଅର୍ଥାତ୍ ପିଲେ, ତ୍ରିଭୁଜ ଏ ଓ ବି ର କ୍ଷେତ୍ରଫଳ ଯାହା, ତ୍ରିଭୁଜ ସି ଓ ଡି ର କ୍ଷେତ୍ରଫଳ ତାହା, ତ୍ରିଭୁଜ ବି ଓ ସି ର କ୍ଷେତ୍ରଫଳ ସାଙ୍ଗେ ସମାନ, ଆଉ ତ୍ରିଭୁଜ କଣ ରହିଲା ପିଲେ? ତ୍ରିଭୁଜ ଏ ଓ ଡି। এই ଚାରୋଟି କ୍ଷେତ୍ରଫଳ ପୁରା ସମାନ ପିଲେ, ସମ କ୍ଷେତ୍ରଫଳ ବିଶିଷ୍ଟ। ତ ଆମେ ଗୋଟେ ତ୍ରିଭୁଜର କ୍ଷେତ୍ରଫଳ ଯଦି ପାଇ ଯାଉଛୁ, ଇଣ୍ଟୁ 4 କରିଦେଲେ ପୁରା এই ସାମନ୍ତରିକ କ୍ଷେତ୍ରର କ୍ଷେତ୍ରଫଳ ଆମକୁ ମିଳିଯିବ। ତ ଏଇଟା 6th ପଏଣ୍ଟ ଏଇଆ କହୁଛି ପିଲାମାନେ। ତାପରେ 7th ପଏଣ୍ଟ କଣ କହୁଛି ଦେଖ। ବର୍ଗକ୍ଷେତ୍ର, ବର୍ଗକ୍ଷେତ୍ର ଆମେ ଜାଣିଛୁ। ଆୟତକ୍ଷେତ୍ର, ଆୟତକ୍ଷେତ୍ର ବି ଆମେ ଜାଣିଛୁ। ରମ୍ବସ୍, এই ତିନୋଟି ପିଲେ ବର୍ଗକ୍ଷେତ୍ର, ଆୟତକ୍ଷେତ୍ର ଏବଂ ରମ୍ବସ୍ ଆକୃତି ବିଶିଷ୍ଟ କ୍ଷେତ୍ର ମଧ୍ୟ ଗୋଟେ ଗୋଟେ ସାମନ୍ତରିକ କ୍ଷେତ୍ର। ଆରେ ବାପରେ, ଆମେ ବର୍ଗକ୍ଷେତ୍ରକୁ ବି ସାମନ୍ତରିକ କ୍ଷେତ୍ର ବୋଲି କହିପାରିବା, ଆୟତ କ୍ଷେତ୍ରକୁ ବି ଆମେ ସାମନ୍ତରିକ କ୍ଷେତ୍ର କହିପାରିବା ଏବଂ ରମ୍ବସକୁ ବି ସାମନ୍ତରିକ କ୍ଷେତ୍ର ବୋଲି କହିପାରିବା। ବୁଝିହେଲା? ତ ଏଇ ଯୋଉ ତିନୋଟି ଆମେ ଚିତ୍ର ବା କ୍ଷେତ୍ର ପାଉଛୁ ପିଲେ, ବର୍ଗକ୍ଷେତ୍ର, ଆୟତକ୍ଷେତ୍ର ଏବଂ ରମ୍ବସ୍, ଏଇଟା ଗୋଟେ ଗୋଟେ ପିଲେ ସାମନ୍ତରିକ କ୍ଷେତ୍ର। ତେଣୁକରି ଯେହେତୁ ଏଇଟା ଗୋଟେ ସାମନ୍ତରିକ କ୍ଷେତ୍ର, ତେଣୁ ସାମନ୍ତରିକ କ୍ଷେତ୍ରର ଯାହା ବି ଆମେ ପଏଣ୍ଟ ପଢିଲ ପିଲେ, ଏପର୍ଯ୍ୟନ୍ତ ଆମେ 6ଟି ପଏଣ୍ଟ ପଢିଲ ପିଲେ। ଏଠି ତମେ ଦେଖିଲ 3ଟି ପଏଣ୍ଟ ଅଛି, ଏଠି 2ଟି ପଏଣ୍ଟ ଅଛି, 3 2 5 ଏବଂ ଏଠି ଗୋଟେ ପଏଣ୍ଟ ଆମେ ପଢିଲ ପିଲେ, 6ଟି ପଏଣ୍ଟ ଅଛି। এই 6ଟି ପଏଣ୍ଟ ପିଲେ ବର୍ଗକ୍ଷେତ୍ରରେ ବି ଲାଗୁ ହେବ, ଆୟତକ୍ଷେତ୍ରରେ ବି ଲାଗୁ ହେବ ଏବଂ ରମ୍ବସରେ ବି ଲାଗୁ ହେବ। ବୁଝିହେଲା? ଏଇଟା ଆମକୁ ଜାଣିବା ନିହାତି ଦରକାର ପିଲେ। ତ ଆମେ କଣ ଜାଣିଲୁ? ବର୍ଗକ୍ଷେତ୍ର, ଆୟତକ୍ଷେତ୍ର ଏବଂ ରମ୍ବସ୍, এই ତିନୋଟି ଯୋଉ କ୍ଷେତ୍ର ଆମେ ପାଉଛୁ ସେଇଟା ଗୋଟେ ଗୋଟେ ସାମନ୍ତରିକ କ୍ଷେତ୍ର ବୋଲି। ବୁଝି ହଉଛି? ତାପରେ ପିଲାମାନେ ଆମେ ଦେଖିବା କି ସାମନ୍ତରିକ କ୍ଷେତ୍ରର କ୍ଷେତ୍ରଫଳ ଆମେ କେମିତି ନିର୍ଣ୍ଣୟ କରିବା। ତ ଆମକୁ କିଛି କଣ୍ଡିସନ ଦିଆଯାଇଛି ପିଲେ, କଣ କଣ ଦିଆଯାଇଥିଲେ ଆମେ ସାମନ୍ତରିକ କ୍ଷେତ୍ରଫଳ ନିର୍ଣ୍ଣୟ କରିପାରିବା। ଠିକ ଅଛି? ତ ଆମକୁ ଏଠି କଣ ଦିଆଯାଇଛି? ଗୋଟେ ବାହୁର ଦୈର୍ଘ୍ୟ ଦିଆଯାଇଛି।
कौन दि जाइए गोटे बाहुर दैर्घ्य दि जाइए एवं से बाहु प्रति उच्चता दत्त थिले तो आम सामांतरिक क्षेत्र जेकोसी गोटे सामांतरिक क्षेत्र आम चारोटी बाहु पाँच आमको गोटे बाहु दि जाइए एवं से ही बाहु प्रति उच्चता दि जाइए तो ये मुझे लिखिदे यहाँ मनकर सामांतरिक क्षेत्र ए बी सी डी यार ना एवं ये गोटे कर्ण मु ड्र करदे एसी गोटे कर्ण एवं ये जो बीसी बाहु मनकर बीसी बाहु आमको दि जाइए बोले एवं ये बीसी बाहु प्रति गोटे मु उच्चता ड्र कर दूसरी बोले ए पॉइंट रू यहाँ है तार उच्चता पिले और यार ना दे दूसरी एडी ठीक अच्छे एडी है उच्चता तो आमको कौन निर्णय करने पड़ो पे आमको सामांतरिक क्षेत्र क्षेत्रफल निर्णय करार अच्छे तो ये आम देखिलु पे ए बी सी त्रिभुज त्रिभुज ए बी सी रे ठीक अच्छे त्रिभुज ए बी सी रे आम कौन देखिलु आम देखिलु जे बीसी हूँ भूमि बीसी कौन भूमि आउ एडी कौन उच्चता एडी है उच्चता ठीक अच्छे एडी हूँ उच्चता तेज त्रिभुज एबीसी क्षेत्रफल आम निर्णय कर आराम एबीसी क्षेत्रफल त्रिभुज एबीसी क्षेत्रफल केते हेबो त्रिभुज एबीसी क्षेत्रफल हो हाफ इंटू भूमि इंटू उच्चता हाफ इंटू भूमि इंटू उच्चता तो यहाँ हो हाफ इंटू भूमि जगह आम बीसी लिखा आ उच्चता जगह आम कौन लिखा एडी लिखा आमको त्रिभुज एबीसी क्षेत्रफल मिलीगला तो त्रिभुज एबीसी क्षेत्रफल मिलीगले आम ए सामांतरिक चित्र एबीसी क्षेत्रफल निर्णय कर निश्चय आम पढ़ी पे गोटे पॉइंट रे कि जो कर्ण गोटे सामांतरिक चित्र कर्ण कौन करे मोर सामांतरिक चित्र जो कर्ण आम पाऊँ समान दुईटी त्रिभुज भाग कर दिए पे ये जो सामांतरिक क्षेत्र में आम जो दुईटा त्रिभुज पाऊँ ये कर्ण यहाँ भाग भाग करे एवं केमिति हिसाब से भाग कर पूरा समान क्षेत्रफल त्रिभुज भाग कर तो गोटे त्रिभुजर क्षेत्रफल जदि आम जागलु पे आम यार भी क्षेत्रफल जानी कहीं दुईटार क्षेत्रफल सामान आम जदि 2 गुणन करदेबा एबे आम एथि लिखिपर सामांतरिक चित्र बा ना लिखिदेबा ए बी सी डी लिखिपर ए बी सी डी सामांतरिक चित्रर बा क्षेत्र लिखा ये ठीक हम सामांतरिक क्षेत्रर क्षेत्रफल इक्वल टू आम कौन लिखा 2 इंटू त्रिभुज एबीसी क्षेत्रफल त्रिभुज एबीसी क्षेत्रफल एमती लिखिपर त्रिभुज एबीसी क्षेत्रफल एवं यहाँ कौन हो 2 इंटू त्रिभुज एबीसी क्षेत्रफल आम निर्णय कर सारी ये हाफ इंटू बीसी इंटू एडी एमती हो कि नहीं ये 2 और 2 कटिगला कौन रहा पे बीसी इंटू एडी बीसी बेले कौन पे से सामांतरिक क्षेत्र गोटे बाहुर दैर्घ्य और एडी बेले कौन पे एडी बेले उच्चता तो आम बीसी आउ एडी को गुणन कर दौचु बेले आमको कौन मिल आमको सामांतरिक क्षेत्र क्षेत्रफल मिल तो यहाँ गोटे है सूत्र पे आम सूत्र को आउ केमी लिखिपर आम एमती लिखिपर कि सामांतरिक क्षेत्र क्षेत्रफल इक्वल टू एक बाहुर दैर्घ्य से बाहुर दैर्घ्य बीसी गोटे बाहु कि नहीं पे बीसी गोटे बाहु एवं से ही बाहु प्रति अंकित उच्चता एडी है उच्चता पे से ही बाहु प्रति अंकित उच्चता आम एमती लिखिपर तो ये सामांतरिक क्षेत्र क्षेत्रफल को तुम मन रख गोटे बाहुर दैर्घ्य और से बाहु प्रति अंकित उच्चता ठीक अच्छे यहाँ आमको जदि गोटे बाहु दि जाइए उच्चता दि जाइए आम सामांतरिक क्षेत्र क्षेत्रफल इजिली आम निर्णय करें कौन अच्छे देख पे आउ गोटे वे भी आम सामांतरिक क्षेत्र क्षेत्रफल निर्णय करें हूँ पे कौन दि जाइए गोटे कर्णर दैर्घ्य दि जाइए तो यहाँ मनकर एबीसीडी सामांतरिक चित्र आउ कर्ण भी ये ड्र कर दूसरी कर्ण कौन दि जाइए पे कर्ण मनकर दि जाइए मुझे लिखिदे कर्ण है मनकर ये एसी ठीक अच्छे तो गोटे कर्णर दैर्घ्य आमको एसी दि जाइए आउ कौन दि जाइए यार सम्मुखीन जेकोसी बिंदु सम्मुखीन जेकोसी बिंदु सम्मुखीन दुईटी बिंदु अच्छे गोटे बी अच्छे गोटे डी अच्छे सम्मुखीन जेकोसी आम गोटे बिंदु नहीं बिंदु यह प्रति अंकित लंब गोटे लंब अंकन होगला सम्मुखीन गोटे बिंदु एवं ये लंबर दैर्घ्य दि जाइए पे ये लंबर दैर्घ्य आमको दि जाइए यार नाम बी लिखिदे तो आमको कौन दि जाइए आमको एसी एसी दि जाइए एसी बेले कर्ण पे कर्ण आउ कौन दि जाइए आमको बीई दि जाइए बी बेले कौन पे कर्ण यह प्रति लंबर दैर्घ्य बा यार सम्मुखीन जेकोसी बिंदु यह प्रति लंबर दैर्घ्य बा कर्ण प्रति आम तार जो सम्मुखीन बिंदु यह प्रति लंब दि जाइए
तो आमको कौन निर्णय करने को पड़ो आमको सामांतरिक क्षेत्र क्षेत्रफल निर्णय करने को पड़ो तो आम कौन करवा ये आम प्रथमे कौन करवा त्रिभुज एबीसी क्षेत्रफल आम निर्णय करवा त्रिभुज एबीसी क्षेत्रफल तो देख पे त्रिभुज एबीसी को तुम ठीक भाव में देख त्रिभुज एबीसी क्षेत्रफल एसी हूँ भूमि बोली कहीपर कि नहीं पे एबीसी त्रिभुज एसी हूँ भूमि आउ बी हूँ कौन पे तार उच्चता जेहेतु 90 डिग्री हूँ बी हूँ उच्चता तो एबीसी क्षेत्रफल आम लिखिपर हाफ इंटू भूमि इंटू उच्चता भूमि इंटू उच्चता आमको भूमि आ उच्चता दत्त थे आम त्रिभुज क्षेत्रफल निर्णय करवा जाचु तेणुक ये आम लिखिपर हाफ आउ ये भूमि कौन हो एसी आ उच्चता कौन बीई एमती हो तो आमको त्रिभुज एबीसी क्षेत्रफल मिलीगला आउ जदि त्रिभुज एबीसी क्षेत्रफल मिलीगला आम एबे इजिली सामांतरिक क्षेत्र एबीसीडी क्षेत्रफल निर्णय कर एबीसीडी सामांतरिक सामांतरिक क्षेत्रर क्षेत्रर क्षेत्रफल क्षेत्रफल इक्वल टू आम कौन लिखिपर एबीसी देखी पारुछ ना पे एबीसी त्रिभुज यहाँ कर्ण समान दुई त्रिभुज भाग कर दिए बोली आम जाचु तो आमको गोटे त्रिभुज मिलीगला आउ गोटे त्रिभुज आम केमी पाइबा इंटू टू कले पूरा दुईट त्रिभुजर क्षेत्रफल आमको मिलज तो आम कौन कर इंटू टू करदेबा टू इंटू त्रिभुज एबीसी क्षेत्रफल एबीसी क्षेत्रफल बुझीला तो टू इंटू त्रिभुज एबीसी क्षेत्रफल जस्ट आम फाइंड कर 1/2 इंटू एसी इंटू पीई तो ये भी 2 इंटू कटिज पे कौन एसी इंटू बीई एसी इंटू बीई एसी बेले कौन पे कर्ण और से ही कर्णर जो सम्मुखीन कोणरू जो आम लंब अंकन करे सम्मुखीन कोणरू बा कोण बिंदु आम से कर्ण प्रति जो लंब अंकन कर लंबर दैर्घ्य को आम बी बोली कहूँ तो एसी इंटू बी होदी आमको कर्ण दि जाए से कर्ण प्रति जो कौन से गोटे कौणिक बिंदु आमको गोटे लंब दि जाए तेज आम दुईटा को गुणी देले बेले कर्ण को आउ से लंब को गुणी देले आमको कौन मिलज एबीसीडी सामांतरिक क्षेत्र क्षेत्रफल मिलज तेणु आम लिखिपर एमती पे जेकोसी गोटे सामांतरिक क्षेत्र क्षेत्रफल आम कौन लिखिपर गोटे कर्णर दैर्घ्य एसी बेले जेकोसी गोटे कर्णर दैर्घ्य है एवं यही कर्ण उपर यार सम्मुखीन एक कौणिक बिंदु सम्मुखीन कौणिक बिंदु अंकित लंबर दैर्घ्य बुझीला यहाँ पे आउ गोटे वे जदि आमको कर्ण दि जाए से कर्ण तार सम्मुखीन कोण जार लंब गोटे दि जाए बेले से दुईटी को भी गुणी देले आमको कौन मिलज पे आमको मिलज सामंतरिक क्षेत्र क्षेत्रफल यहाँ है सेकेंड वे पे फास्ट वे कौन थी आउ थे देखी दियो फर्स्ट वे थिला बेले आमको कौन दि जाइथिबो आमको जेकोसी गोटे बाहु दि जाइथिबो एवं उच्चता दि जाइथिबो तेबे आमे निर्णय करि परिबा सेकेंड वे रे कर्ण दि जाइथिबो तार उच्चता दि जाइथिले कर्ण एवं उच्चता को गुणन कले आम सामंतरिक क्षेत्र निर्णय क्षेत्रफल निर्णय करि परिबा एवं आउ गोटे वे अछि कौन देख एठी गोटे बाहु गोटे बाहु ओ कर्ण द्वयर छेद बिंदु सही बाहु उपर अंकित लंबर दैर्घ्य दत्त थिली गोटे बाहु ये तो आम पाऊँ चारोटी बाहु गोटे बाहु बोले आम जेकोसी बाहु को कहीपर ए बी बी सी सी डी डी ए जहाँ भी एवं कर्णद्वयर छेदबिंदु कर्णद्वयर छेदबिंदु बोले कर्ण दुईटी ड्र कर दूसरी एटा गोटे कर्ण मनकर एटा गोटे कर्ण एमती आम पाखे दुईटी कर्ण अच्छी छेदबिंदु को ना दे दूसरी ओ तो गोटे बाहु मनकर बीसी बाहु को आम धरवा ए बाहु दि जाए बाहु दि जाए एवं कर्णद्वयर छेदबिंदु से बाहु उपर अंकित लंब ठीक अच्छे पे यहाँ लंब मनकर छेद बिंदु से बाहु प्रति गोटे लंब अंकन कर यार ना कौन देदेबा पे ओ ई ना कि पे ओ ई देदेबा ठीक अच्छे तो ये दुईटा दत्त थे आमको बीसी आउ कौन दि जाए पे ओई बीसी आउ ओई जदि दि जाए पे गोटे जिनिस ये तुम ठीक भाव में देख कि आमको कौन दि जाए जेकोसी गोटे त्रिभुजर क्षेत्रफल निर्णय करने को पड़ुछ जेकोसी ये आम कौ त्रिभुजर क्षेत्रफल निर्णय कलु एबीसी ये आम कौन निर्णय कलु देख पे ये भी एबीसी तो त्रिभुजर क्षेत्रफल निर्णय कलापर इंटू टू कर दौचु तो ये सेमती कौन आम निर्णय करवा कौन आम त्रिभुज निर्णय कर तो बीसी दि जाए पे ये तो भूमि होगा पे त्रिभुजर ओबीसी त्रिभुजर बीसी है भूमि और ओई है उच्चता तो ये जो त्रिभुज आम पाऊँ ओबीसी त्रिभुजर क्षेत्रफल आम निर्णय कर बुझीला प्रथम ओबीसी त्रिभुजर क्षेत्रफल निर्णय करवा तो ये आम लिखा त्रिभुज ओबीसी क्षेत्रफल त्रिभुज ओबीसी क्षेत्रफल केते हेबो हाफ इंटू भूमि इंटू उच्चता हाफ इंटू भूमि इंटू उच्चता तो ये देख हाफ इंटू भूमि भूमि जगह आम कौन लिखिपर बीसी लिखिपर
ଏବଂ ଉଚ୍ଚତା ଜାଗାରେ ଆମେ କଣ ଲେଖିପାରିବା OE ଲେଖିପାରିବା। ତ ଆମକୁ ଭୂମି ଆଉ ଉଚ୍ଚତା ମିଳିଗଲା। ତ ଆମକୁ ତ୍ରିଭୁଜ OBC ର କ୍ଷେତ୍ରଫଳ ମିଳିଗଲା। ଏବଂ ତମେ ଗୋଟେ ପଏଣ୍ଟରେ ପଢିଥିଲ ପିଲାମାନେ, କଣ ସେଇ ପଏଣ୍ଟରେ ପଢିଥିଲ କି ଯୋଉ କର୍ଣ୍ଣ ଆମେ ଯଦି ଦୁଇଟି ଗୋଟେ ସାମନ୍ତରିକ କ୍ଷେତ୍ରରେ ଡ୍ର କରିବା ଦୁଇଟି କର୍ଣ୍ଣ, ସେ ସମାନ ଚାରୋଟି କ୍ଷେତ୍ରଫଳରେ ଭାଗ ହେଇଯାଏ। ବୁଝିହେଲା? ସମାନ ଚାରୋଟି ତ୍ରିଭୁଜ ଆକାରର କ୍ଷେତ୍ରଫଳରେ ଭାଗ ହେଇଯାଏ। ତ ଏଠି ଦେଖ ପିଲେ, OBC ର କ୍ଷେତ୍ରଫଳ ଯାହା, OCD ର କ୍ଷେତ୍ରଫଳ ବି ତାହା, ଏବଂ AOD ର କ୍ଷେତ୍ରଫଳ ବି ତାହା, ଏବଂ BOA ବା AOB ର କ୍ଷେତ୍ରଫଳ ବି ତାହା। ତ କର୍ଣ୍ଣଦ୍ୱୟ କଣ କରେ ପିଲେ, ଏ ସାମାନ୍ତରିକ କ୍ଷେତ୍ରକୁ ସମାନ ଚାରି ଭାଗରେ ଭାଗ କରିଦିଏ। ତମକୁ ଯଦି ଗୋଟିଏ ଭାଗ ମିଳିଯିବ, ଗୋଟିଏ ଭାଗର କ୍ଷେତ୍ରଫଳ ମିଳିଯିବ, ତାହେଲେ ଇଣ୍ଟୁ 4 କରିଦେଲେ ଆମକୁ କଣ ମିଳିଯିବ, ପୁରା ଏଇ ସାମାନ୍ତରିକ କ୍ଷେତ୍ରର କ୍ଷେତ୍ରଫଳ ମିଳିଯିବ। ତମକୁ ଏଇ ଛୋଟ ତ୍ରିଭୁଜର ତ କ୍ଷେତ୍ରଫଳ ମିଳିଗଲା, ହାଫ୍ ଇଣ୍ଟୁ BC ଇଣ୍ଟୁ OE। ତେବେ ଆମକୁ କଣ ଦରକାର ଅଛି, ଆମକୁ ପୁରା ତ ABCD ସାମାନ୍ତରିକ ଚିତ୍ରର, ଠିକ ଅଛି, ସାମାନ୍ତରିକ ଚିତ୍ରର ବା ସାମାନ୍ତରିକ କ୍ଷେତ୍ର ଲେଖ ପିଲେ ଠିକ ଲାଗିବ। ସାମାନ୍ତରିକ କ୍ଷେତ୍ରର କ୍ଷେତ୍ରଫଳ କଣ ହେଇଯିବ, 4 ଇଣ୍ଟୁ ତ୍ରିଭୁଜ OBC ର କ୍ଷେତ୍ରଫଳ। ଏମିତି ଆମେ ଲେଖିପାରିବା। ଏବଂ ଏଠି ଦେଖ ପିଲାମାନେ, 4 ଇଣ୍ଟୁ OBC ର କ୍ଷେତ୍ରଫଳ କେତେ ଅଛି, ହାଫ୍ ଇଣ୍ଟୁ BC ଇଣ୍ଟୁ OE ଅଛି। ଠିକ ଅଛି। ତ ଏଠି ବି ତ କଟୁଛି, 2 ଦୁଣେ 4 ହେଇଯାଉଛି ପିଲେ। ତ ଏଇଟା କଣ ହେଇଗଲା, 2 ଇଣ୍ଟୁ BC ଇଣ୍ଟୁ OE। ଠିକ ଅଛି, 2 ଇଣ୍ଟୁ BC ଇଣ୍ଟୁ OE। ତ ସେଇ ବାହୁର ଦୈର୍ଘ୍ୟ ପିଲେ, ଏବଂ ସେହି ବାହୁ ପ୍ରତି କର୍ଣ୍ଣଦ୍ୱୟ ଯୋଉ ପରସ୍ପରକୁ ଛେଦ କରୁଛି ପିଲେ, ସେଇ ଛେଦ ବିନ୍ଦୁରୁ ଲମ୍ବର ଦୈର୍ଘ୍ୟ ଆମେ ଯଦି ଗୁଣନ କରିଦଉଛୁ ପିଲେ, ଆମକୁ ସାମାନ୍ତରିକ କ୍ଷେତ୍ରର କ୍ଷେତ୍ରଫଳ ମିଳିଯିବ। ତ ଯଦି ଏଇ ସିଚୁଏସନ ଆସେ, ତାହେଲେ ତମେ କଣ କରିବ, 2 ଇଣ୍ଟୁ ଯେକୌଣସି ଗୋଟେ ସାମାନ୍ତରିକ କ୍ଷେତ୍ରର ବାହୁର ଦୈର୍ଘ୍ୟ ଆଉ ସେଇ ବାହୁ ପ୍ରତି ଯୋଉ କର୍ଣ୍ଣଦ୍ୱୟର ଛେଦ ବିନ୍ଦୁରୁ ଅଙ୍କିତ ଲମ୍ବ ଯୋଉ ପାଉଛ, ଗୁଣିଦେଲେ ଆମକୁ ସାମାନ୍ତରିକ କ୍ଷେତ୍ରର କ୍ଷେତ୍ରଫଳ ମିଳିଯିବ। ଆମେ ଏମିତି ଲେଖିପାରିବା କି ସାମାନ୍ତରିକ କ୍ଷେତ୍ରର କ୍ଷେତ୍ରଫଳ ଇକ୍ୱାଲ ଟୁ 2 ଇଣ୍ଟୁ ଗୋଟିଏ ବାହୁର ଦୈର୍ଘ୍ୟ, ଯେକୌଣସି ଗୋଟେ ବାହୁର ଦୈର୍ଘ୍ୟ BC ହେଇଗଲା, ଏବଂ କର୍ଣ୍ଣଦ୍ୱୟର ଛେଦ ବିନ୍ଦୁରୁ ସେହି ବାହୁ ପ୍ରତି ଅଙ୍କିତ ଲମ୍ବର ଦୈର୍ଘ୍ୟ। କର୍ଣ୍ଣଦ୍ୱୟର ଯୋଉ ଛେଦ ବିନ୍ଦୁ ଅଛି, ଛେଦ ବିନ୍ଦୁରୁ ସେହି ବାହୁ ପ୍ରତି ଅଙ୍କିତ ଲମ୍ବର ଦୈର୍ଘ୍ୟକୁ ଆମେ ଗୁଣିଦେବା ବେଲେ ଆମେ ସାମାନ୍ତରିକ କ୍ଷେତ୍ରର କ୍ଷେତ୍ରଫଳ ଆମକୁ ମିଳିଯିବ ବୋଲି। ଏଇଟା ଗୋଟେ ୱେ ପିଲେ। ଯଦି ଏଇ ସିଚୁଏସନ ଅଛି ବୋଲେ ଏଇ ଫର୍ମୁଲା ଆମକୁ ଉପଯୋଗ କରିବାକୁ ପଡିବ, ବ୍ୟବହାର କରିବାକୁ ପଡିବ। ତେବେ ଆଉ ଗୋଟେ ୱେ କଣ ଅଛି ବୋଲେ ଦେଖ, ଦୁଇଟି ସନ୍ନିହିତ ବାହୁ ଅଛି। କଣ ଅଛି, ଦୁଇଟି ସନ୍ନିହିତ ବାହୁ ଆମ ପାଖରେ ଅଛି। ତ ମୁଁ ଏଇ ତ୍ରିଭୁଜର ନାଁ ଦେଇ ଦଉଛି, ଏ ତ୍ରିଭୁଜ କି ପିଲେ ସାମାନ୍ତରିକ କ୍ଷେତ୍ର। ଏଇ ସାମାନ୍ତରିକ କ୍ଷେତ୍ରର ନାଁ ଦେଇ ଦଉଛି ABCD, ଏବଂ ଏଠିର ସନ୍ନିହିତ ବାହୁ ବୋଲେ ଲାଗି ଲାଗି ଯୋଉ ବାହୁ ଅଛି ପିଲେ, ଯୋଉମାନଙ୍କର ଛେଦ ବିନ୍ଦୁ ଗୋଟିଏ, ତାକୁ ଆମେ ସନ୍ନିହିତ ବାହୁ କହିଥାଉ। ତ ଏଇଟା ମନେକର କର୍ଣ୍ଣ, କର୍ଣ୍ଣର ଦୈର୍ଘ୍ୟ ବି ଦତ୍ତ ଅଛି ବୋଲି କୁହାଯାଉଛି। ତ କର୍ଣ୍ଣ ଗୋଟେ ମୁଁ ଡ୍ର କରିଦଉଛି, ଏଇଟା ହେଲା AC ହେଲା କର୍ଣ୍ଣ, ଏବଂ ଆମକୁ କର୍ଣ୍ଣ ଦିଆଯାଇଛି ଏବଂ ଦୁଇଟି ସନ୍ନିହିତ ବାହୁ ଦିଆଯାଇଛି। AB ବେଲେ ଏଠି C ନାହିଁ ପିଲେ, ମୁଁ ଏହାର ଦୈର୍ଘ୍ୟ C ବୋଲି କହୁଛି। BC ବେଲେ ଏହାର ଦୈର୍ଘ୍ୟ A ବୋଲି କହୁଛି। AC ଏଠି B ନାହିଁ, ଏହାର ଦୈର୍ଘ୍ୟ ମନେକର B। ବୁଝିହେଲା, କର୍ଣ୍ଣର ଦୈର୍ଘ୍ୟକୁ B ବୋଲି ନେଲୁ। ଆଉ ଯୋଉ ସନ୍ନିହିତ ଦୁଇଟି ବାହୁ ଅଛି, ଗୋଟେକୁ A ଏବଂ ଗୋଟେକୁ C ବୋଲି ଆମେ କନସିଡର କରିଛୁ। ତ ଆମକୁ ଏଇ ତିନୋଟି ବାହୁ ଦିଆଯାଇଛି ପିଲେ। କୌଣସି ଗୋଟେ ତ୍ରିଭୁଜର ପିଲେ ତିନୋଟି ବାହୁ ଦତ୍ତ ଥିଲେ, ଆମେ ଆରାମସେ ହେରନଙ୍କ ସୂତ୍ର ଅନୁଯାୟୀ ତ ଆମେ ତ୍ରିଭୁଜର କ୍ଷେତ୍ରଫଳ ନିର୍ଣ୍ଣୟ କରିପାରିବା। ଏବଂ ଏଇ ତ୍ରିଭୁଜର କ୍ଷେତ୍ରଫଳ ଯଦି ମିଳି ଯାଉଛି, ଇଣ୍ଟୁ 2 କରିଦେଲେ ତ ପୁରା ସାମାନ୍ତରିକ କ୍ଷେତ୍ରର କ୍ଷେତ୍ରଫଳ ମିଳିଗଲା ଆମକୁ। ତ ପ୍ରଥମେ ଆମେ କଣ କରିବା, ତ୍ରିଭୁଜ ABC ର କ୍ଷେତ୍ରଫଳ ଆମେ ନିର୍ଣ୍ଣୟ କରିବା। ତ୍ରିଭୁଜ ABC ର କ୍ଷେତ୍ରଫଳ ଆମେ ନିର୍ଣ୍ଣୟ କରିବା। ବୁଝିହେଲା? ତ୍ରିଭୁଜ ABC ର କ୍ଷେତ୍ରଫଳ କେମିତି ନିର୍ଣ୍ଣୟ କରାଯାଏ ପିଲେ? ପ୍ରଥମେ S ନିର୍ଣ୍ଣୟ କରିବ। S ବୋଲେ କଣ ପିଲେ, A ପ୍ଲସ B ପ୍ଲସ C ବାଇ 2। ବୁଝିହେଲା? ତାର ଯୋଉ ଆମେ ପାଉଛୁ ପରିସୀମା, ଅର୍ଦ୍ଧ ପରିସୀମାକୁ S ବୋଲି କୁହାଯାଏ। ତାପରେ ହେରନଙ୍କ ଫର୍ମୁଲା ଏଠି ତମେ ବ୍ୟବହାର କରିବ, S ହୋଲ ଇଣ୍ଟୁ S ମାଇନସ A ହୋଲ ଇଣ୍ଟୁ S ମାଇନସ B ହୋଲ ଇଣ୍ଟୁ S ମାଇନସ C। ପୁରା ତାପରେ ରୁଟ ଓଭର ଦେଇଦେବ। ଏଇଟା ହେଲା ତ୍ରିଭୁଜ ABC ର କ୍ଷେତ୍ରଫଳ। ତ୍ରିଭୁଜ ABC ର ଆମେ ଲେଖିପାରିବା କ୍ଷେତ୍ରଫଳ। ଠିକ ଅଛି, ତ୍ରିଭୁଜ ABC ର କ୍ଷେତ୍ରଫଳ ଏଇଟା ମିଳିଗଲା ଆମକୁ। ଏଇଟା ହଉଛି ତ୍ରିଭୁଜ ABC ର କ୍ଷେତ୍ରଫଳ। ତ୍ରିଭୁଜ କାହାର ପିଲାମାନେ, ତ୍ରିଭୁଜ ABC ର, ତ୍ରିଭୁଜ ABC ର କ୍ଷେତ୍ରଫଳ ଏଇଟା ହେଇଗଲା। ତ ତ୍ରିଭୁଜ ABC ର କ୍ଷେତ୍ରଫଳ ମିଳିଗଲା ପରେ ପିଲେ ତମେ କଣ କରିବ, ଇଣ୍ଟୁ 2 ତ କରିଦେବ। ତାପରେ ଆମେ ଲେଖିପାରିବା, ତେଣୁକରି
ABCD ସାମନ୍ତରିକ ଚିତ୍ରର ସାମନ୍ତରିକ କ୍ଷେତ୍ରର କ୍ଷେତ୍ରଫଳ କଣ କରିବା 2 ଗୁଣିଦେବା 2 ଇଣ୍ଟୁ ତ୍ରିଭୁଜ ABCର କ୍ଷେତ୍ରଫଳ କ୍ଷେପ ଲେଖିଦେଇଛି ବୋଲି 2 ଇଣ୍ଟୁ ତ୍ରିଭୁଜ ABCର କ୍ଷେତ୍ରଫଳ ଆମେ ଲେଖିପାରିବା ଇକ୍ୱାଲ ଟୁ 2 ଇଣ୍ଟୁ ତ୍ରିଭୁଜ ABC ଯୋଉ ପାଉଛୁ ତାର କ୍ଷେତ୍ରଫଳ ଜଷ୍ଟ ଆମେ ଫାଇଣ୍ଡ କରିଛୁ S ହୋଲ୍ ଇଣ୍ଟୁ S ମାଇନସ୍ A ହୋଲ୍ ଇଣ୍ଟୁ S ମାଇନସ୍ B ହୋଲ୍ ଇଣ୍ଟୁ S ମାଇନସ୍ C ଠିକ ଅଛି ଏଇଟା ହେଇଗଲା ପିଲେ ସୂତ୍ର ତେଣୁକରି ଆମେ ଲେଖିପାରିବା ଏମିତି ଲେଖିପାରିବା କି ସାମନ୍ତରିକ କ୍ଷେତ୍ରର କ୍ଷେତ୍ରଫଳ ଇକ୍ୱାଲ ଟୁ 2 whole into root over of S whole into S minus A whole into S minus B whole into S minus C ଆମେ ଲେଖିପାରିବା ଆଉ ଏଠି କଣ ପିଲେ ABC କଣ A ଏକକ ଗୋଟେ ବାହୁର ଦୈର୍ଘ୍ୟ ସନ୍ନିହିତ ବାହୁର ଦୈର୍ଘ୍ୟ ହେଲା A ଆଉ ଗୋଟେ ହେଲା C ଦିଆଯାଇଛି AC ଆଉ B ହଉଛି କର୍ଣ୍ଣ ଏଠି କର୍ଣ୍ଣର ଦୈର୍ଘ୍ୟ ହଉଛି B S ହଉଛି ଜାଣିଛ ଆମେ ଜଷ୍ଟ ନିର୍ଣ୍ଣୟ କରିଛୁ ଏଠି ଦେଖାଯାଇଛି ଦୁଇଟି ସନ୍ନିହିତ ବାହୁ ଆଉ ଗୋଟେ କର୍ଣ୍ଣର ଦୈର୍ଘ୍ୟ ଦିଆଯାଇଛି ବୋଲେ ତ୍ରିଭୁଜର କ୍ଷେତ୍ରଫଳ ତମେ ନିର୍ଣ୍ଣୟ କରିବା ପାଇଁ ଚେଷ୍ଟା କରିବା ପିଲେ ଏଇଟା ପିଲେ ୱେ ଦେଇଛି ବହୁତ ସାରା ୱେ ତମେ ଦେଖୁଛ ABCD ୱେ ସେମିତି କିଛି ନାହିଁ ପିଲେ ତମେ କଣ କରିବ ସବୁବେଳେ ଟାର୍ଗେଟ କରିବ ଯେକୌଣସି ଗୋଟେ ତ୍ରିଭୁଜର କ୍ଷେତ୍ରଫଳ ନିର୍ଣ୍ଣୟ କରିବା ପାଇଁ ଚେଷ୍ଟା କରିବ ବୁଝି ହଉଛି ପିଲେ ଯଦି ତ୍ରିଭୁଜର କ୍ଷେତ୍ରଫଳ ନିର୍ଣ୍ଣୟ କରିପାରୁଛ ତାହେଲେ ତମେ ଗୁଣିଦେବ ପିଲେ ଯେମିତି ପିଲେ ମୁଁ କହୁଛି ଏଠି ଆମେ ଯଦି ଗୋଟିଏ କର୍ଣ୍ଣ ଅଛି ପିଲେ ଗୋଟିଏ କର୍ଣ୍ଣ କଣ କରୁଛି ପିଲେ ଦୁଇଟି ତ୍ରିଭୁଜରେ ଭାଗ କରୁଛି ତ ଯେକୌଣସି ଗୋଟିଏ ତ୍ରିଭୁଜର କ୍ଷେତ୍ରଫଳ ଯଦି ତମେ ପାଇଯାଉଛ ଇଣ୍ଟୁ 2 କଲେ ହେବ ଚାରୋଟି ତ୍ରିଭୁଜ ପାଉଛ ବେଲେ କଣ କରିବ ବେଲେ ଗୋଟିଏ ତ୍ରିଭୁଜର କ୍ଷେତ୍ରଫଳ ଯଦି ମିଳିଯାଉଛି ଇଣ୍ଟୁ 4 କରିଦେଲେ ପୁରା ସାମନ୍ତରିକ କ୍ଷେତ୍ରର କ୍ଷେତ୍ରଫଳ ମିଳିଯିବ ତ ତମେ ଏଠି ସବୁବେଳେ ଟାର୍ଗେଟ କରିବ କେମିତି ଗୋଟେ ତ୍ରିଭୁଜର କ୍ଷେତ୍ରଫଳ ନିର୍ଣ୍ଣୟ କରି ହଉଛି ଏବଂ ତ୍ରିଭୁଜର କ୍ଷେତ୍ରଫଳ ତ ତମେ ଜାଣିଛ ଯେଉଁଠି ଭୂମି ଇଣ୍ଟୁ ଉଚ୍ଚତା ଥିବ ସେଠି ହାଫ୍ ଇଣ୍ଟୁ ଭୂମି ଇଣ୍ଟୁ ଉଚ୍ଚତା ଏବଂ ଯେଉଁଠି ତିନି ବାହୁର ଦୈର୍ଘ୍ୟ ଦତ୍ତ ଥିଲେ ହେରନଙ୍କ ଫର୍ମୁଲା ଏମିତି ପ୍ରୟୋଗ କରିକି ତମେ ଆରାମରେ କରିପାରିବ ପିଲାମାନେ ଠିକ ଅଛି ତାପରେ ଆମେ ଦେଖିବା ପିଲାମାନେ କଣ ସବୁ ରହିଛି ଆଉ ଗୋଟେ ବି ୱେ ଅଛି ପିଲେ ଇ ୱେ କର୍ଣ୍ଣଦ୍ୱୟ ଓ ଗୋଟିଏ ବାହୁର ଦୈର୍ଘ୍ୟ ଦତ୍ତ ଥିଲେ ପିଲେ ଦେଖ ପିଲେ କର୍ଣ୍ଣଦ୍ୱୟ ଦିଆଯାଇଛି କର୍ଣ୍ଣଦ୍ୱୟ ଦିଆ ହେଲା ଏବଂ ଗୋଟିଏ ବାହୁର ଦୈର୍ଘ୍ୟ ଦିଆଯାଇଛି ଯେକୌଣସି ଗୋଟେ ବାହୁର ଦୈର୍ଘ୍ୟ ଦିଆଯାଇଛି ମୁଁ ଏଠି ଲେଖିଦଉଛି ମନେକର ଏ ବି ଏଇଟା ସି ଏଇଟା ଡି ଆଉ ଏଇଟାକୁ ଓ ଦେଇଦେଉଛି ଏ ବାହୁର ଦୈର୍ଘ୍ୟ ଆମକୁ ଦିଆଯାଇଛି ଏବଂ କର୍ଣ୍ଣଦ୍ୱୟର ଦୈର୍ଘ୍ୟ ବି ଦିଆଯାଇଛି ଆମକୁ ଦେଖ ପିଲେ ଗୋଟିଏ ଆମେ ଯଦି କମନ ସେନ୍ସ ଏଠି ୟୁଜ କରିବା ଆଚ୍ଛା କର୍ଣ୍ଣଦ୍ୱୟର ଦୈର୍ଘ୍ୟ ଦିଆଯାଇଛି ତାହେଲେ ଏଇ ଯୋଉ କର୍ଣ୍ଣଦ୍ୱୟର ଛେଦବିନ୍ଦୁ କର୍ଣ୍ଣକୁ ସମାନ ଦୁଇ ଭାଗରେ କରିଦିଏ ଯଦି କର୍ଣ୍ଣ ବିଡି ତମକୁ 20 ସେଣ୍ଟିମିଟର ଦେଇଛି ତ ବିଓ କେତେ ହେଇଯିବ ପିଲେ ସମାନ ଦୁଇ ଭାଗ କର 10 ହେଇଯିବ କି ନାଇଁ 10 ହେଇଯିବ ସେଇଟା ଏଇଟା ଯଦି ମନେକର କର୍ଣ୍ଣଦ୍ୱୟ ସମାନ କି ପିଲେ କର୍ଣ୍ଣଦ୍ୱୟ ସମାନ ବୋଲି ତ କୁହାଯାଇନି ଗୋଟେ ସାମନ୍ତରିକ କ୍ଷେତ୍ରରେ କର୍ଣ୍ଣଦ୍ୱୟ ପରସ୍ପରକୁ ସମାନ ଦୁଇ ଖଣ୍ଡରେ ଭାଗ କରନ୍ତି ବୋଲି କୁହାଯାଇଛି ତ ମନେକର ଏସି କର୍ଣ୍ଣ 30 ସେଣ୍ଟିମିଟର ହେଲା ପିଲେ ତ ଆମକୁ କଣ ଦିଆଯାଇଥିବ ଆମକୁ ଏଇଟା ଓସି 15 ହେଇଯିବ ସମାନ ଦୁଇ ଭାଗ ହେଲେ 15 ହେଇଯିବ ତ ଆମକୁ କର୍ଣ୍ଣଦ୍ୱୟ ଯଦି ଦିଆଯାଇଛି ପିଲେ ଆମେ ଇଜିଲି ସେ କର୍ଣ୍ଣର ଅଧାକୁ ଆମେ ଜାଣିପାରିବା ଓବି ଆମକୁ ମିଳିଗଲା ଓସି ମିଳିଗଲା ବିସି ମିଳିଗଲା ବେଲେ ତ ଏଇ ତ୍ରିଭୁଜର କ୍ଷେତ୍ରଫଳ ମିଳିଗଲା ନା ପିଲେ ଆଉ ଏଇ ତ୍ରିଭୁଜର କ୍ଷେତ୍ରଫଳ ମିଳିଗଲା ବେଲେ ଏଇଟା ଛୋଟ ତ୍ରିଭୁଜ ଏମିତି ତିନୋଟି ସମାନଟା ଅଛି ତ ଏହାର 4 ଗୁଣ ଇଣ୍ଟୁ 4 କରିଦେଲେ ଆମକୁ ପୁରା ସାମନ୍ତରିକ କ୍ଷେତ୍ରର କ୍ଷେତ୍ରଫଳ ମିଳିଯିବ ବୁଝି ହେଲା ପିଲାମାନେ ତ ଏଠି ଆମେ କହିପାରିବା କି ତ୍ରିଭୁଜ OBC ର କ୍ଷେତ୍ରଫଳ ଆମେ ବାହାର କରିବା ଏଠି ତ୍ରିଭୁଜ OBC ର କ୍ଷେତ୍ରଫଳ କେମିତି ଆମେ ବାହାର କରିବା ପିଲେ ହାଫ ଇଣ୍ଟୁ ଭୂମି ଇଣ୍ଟୁ ଉଚ୍ଚତା ଭୂମି ନାହିଁ କି ଉଚ୍ଚତା ନାହିଁ ପିଲେ ଏଠି ଆମେ ହେରନ୍ସଙ୍କ ସୂତ୍ର ପ୍ରୟୋଗ କରିବା ତ ଫାର୍ଷ୍ଟ ଆମେ ତ୍ରିଭୁଜ OBC ର କ୍ଷେତ୍ରଫଳ ନିର୍ଣ୍ଣୟ କରିବା ପାଇଁ ଆମକୁ କଣ କରିବାକୁ ପଡିବ ଆମକୁ OB ନିର୍ଣ୍ଣୟ କରିବାକୁ ପଡିବ OB କେତେ ହେଇଯିବ ପିଲେ BD ବାय 2 କରିଦେବ BD ଦେଖୁଛ BD ବାय 2 କରିଦେଲେ OB ମିଳିଯିବ ଏବଂ OC କେମିତି ମିଳିବ ଆମକୁ OC ପାଇବା ପାଇଁ ଆମେ AC ବାय 2 କରିଦେବା AC କୁ ସମାନ ଦୁଇ ଭାଗ କରିଦେଲେ ଆମକୁ OC ମିଳିଯିବ ବୁଝିହେଲା ମିଳିଗଲା ଆମକୁ ତେବେ ଆମେ କଣ କରିପାରିବା ଆମକୁ ହେରନଙ୍କ ଫର୍ମୁଲା ବ୍ୟବହାର କରିବାକୁ ପଡିବ ତ ହେରନଙ୍କ ଫର୍ମୁଲା ବ୍ୟବହାର କରିବା OB OC ଆଉ BC ଠିକ ଅଛି BC ର ଦୈର୍ଘ୍ୟ ମୁଁ A ବୋଲି ନଉଛି ମନେକର BC ର ଦୈର୍ଘ୍ୟକୁ A ବୋଲି ନଉଛି ଏଟାକୁ ମୁଁ B ବୋଲି ନଉଛି ଏଟାକୁ ମନେକର ଏଟାକୁ C ବୋଲି ନେଇଯିବା ନା ପିଲେ ଏଟାକୁ C ବୋଲି ନେଇଯିବା ଏଟାକୁ B ବୋଲି ନେଇଯିବା ଏହାର ଦୈର୍ଘ୍ୟ ମାନେ ମନେକର ମିଳିଗଲା ତ OB BD ବାଇ 2 ଆଉ BD ବାଇ 2 କୁ ଆମେ ମନେକର C ବୋଲି ନେଲୁ ପିଲେ ଏଟାକୁ ମନେକର C ବୋଲି ଆଉ AC ବାଇ 2 ଯୋଉଟା ଅଛି OC ଯୋଉ କହୁଛୁ ଏହାର ଦୈର୍ଘ୍ୟ ମନେକର B ତ ଏଠି S ମିଳିଯିବ କି ନାହିଁ ପିଲେ S ମିଳିଯିବ ଆମକୁ S ର ଆମେ ନିର୍ଣ୍ଣୟ କରିପାରିବା A ପ୍ଲସ୍ B ପ୍ଲସ୍ C ବାଇ 2 ଆରାମରେ କରିପାରିବା ଏବଂ ତାପରେ ତ୍ରିଭୁଜ OBC ର ତ୍ରିଭୁଜ OBC ର କ୍ଷେତ୍ରଫଳ ଆମେ ନିର୍ଣ୍ଣୟ କରିପାରିବା କେଉଁ ସୂତ୍ର ପିଲେ
आमे जो पढ़ीचु हेरनक सूत्र s होल इंटू s माइनस a होल इंटू s माइनस b होल इंटू s माइनस c रो रूट ओवर मिलीगला मिलीगला पर आमे कौन करबा ए जो सामांतरिक चित्र पाउछु सामांतरिक क्षेत्र कौन पिले ना एबीसीडी रो क्षेत्रफल इक्वल टू कौन हिजबो एटा मिलीगला पिले एमिति केतोटी अछि चारोटी अछि तो 4 गुणन कर देबा पिले एठी 4 ठीक अछि 4 इंटू त्रिभुज ओबीसी रो क्षेत्रफल त्रिभुज ओबीसी रो क्षेत्रफल बिल एमिति आमे पाई परिबा एठी तमे देखि पारुछ एबीसीडी सामांतरिक चित्रर क्षेत्रफल इक्वल टू 4 इंटू त्रिभुज ओबीसी रो क्षेत्रफल आमे एमिति भाबरे आमे निर्णय करि परिबा बिले ठीक अछि पिले एटा थिला आमे केतोटी वे पाइलु पिले पांचोटी वे रे आमे सामांतरिक क्षेत्रर क्षेत्रफल निर्णय करि परिबा ठीक हिसाब रे ए पांचोटी वे बुझिबो पिले तेबे जाय कि पिले आमे अनुशीलनी 5 भी करि परिबा अनुशीलनी 5 रे तमे देखि पारुथिबो बहुत सुंदर प्रश्न माने अछि एठी आमे बहुत सुंदर भाबरे बुझिबा एवं जानिबा एवं ए जो कांसेप्ट आमे पांचोटी वे जदि जानिछु पिले केमिति गुटे सामांतरिक क्षेत्रर क्षेत्रफल निर्णय करा जाय ताहले आमे अनुशीलनी 5 रो सब नंबर सुंदर भाबरे करि परिबा पिले एवं मु सुंदर भाबरे गुटे परे गुटे बुझेबी पिले एवं ए अनुशीलनी को देखिबा पई पिले मो नेक्स्ट वीडियो रे तमे देखिबो पिले अनुशीलनी 5 को आमे डिस्कशन करिबा ठीक अछि थैंक यू